साथीवृंद मंगल हो समस्तंकर हित कामना करी मु कुलमणि पंडा आज मिथुन राशि उपरे जहा जुलाई 16 रु अगस्ट 17 जाए परिव्याप्त से विषय रे दीपद कहवाकू चाहूँगी। सुतरां आपण समस्त को मोर अभिनंदन। साथीगण ए मासरे बुध शुक्र शनि केतु खोला मनरे दया करिवे कल्याण करिवे आर्थिक संकट दूर करिवा पाई प्रयत्न करिवे। जदि मूल जातक यही ग्रह बोले बुध शुक्र शनि केतु भल जगार थिबे ताहले आपण समस्त को भल फल मिलिबो। सेही भली मंद जगार थिले मंद फल मिलिबनी किछि भल फल मिलिबो। रवि बहुत हानि करिवे धन मान बंधु स्वास्थ्य इत्यादि 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 हेले आर्थिक सहयोग करिवे। रविंक पाई मध्य आपण हाथ को सामयिक धन आसीबो जेतिक दरकार। राहु किंतु भल फल दबा पाई प्रस्तुत नहंती से बरं सतर्क करी कहिसंती जदि नीरवता रक्षा न करिवो मौन न रहिवो बेसी गपिबो बाचाल हबो चुगली करिवो तेबे जान मु तुमको उठेई बसेई देविनी तुम कान को गोड़ी दे रगड़ी रास्ता मझिरे आंठेई देवी मान सम्मान को बर्बाद कर देवी। अन्य पक्षरे गुरु कहती तुमर इज्जत मु रक्षा करी मु तुमको मान सम्मान दवार योजना करी मु आवश्यक मुताबक धन जोगेबी। ये हेला ये मासर सारांश। सुतरां आमे एबे जानिबा जुलाई 16 रु अगस्त 17 जाए मिथुन राशिर समस्त घटना। आपणक समस्त बंधु आपण को सहयोग करिवे। ए मासरे ग्रह मंगल 12-8 जाए बुध शुक्र शनि और केतु मास सारा धन सुख और शांति प्रदान करी चिंता मुक्त करिया पाई योजना करुछंती। 13-8 रु मंगल शत्रु वृद्धि करिवो बहु हित शत्रु सृष्टि हेवे। चिकणिया कथा कही उपरे पानी छिंची मूल उपाड़े सावधान एक कथा मंगल कहते। गुरु मन को आतंकित करिवे मास सारा माने आमे आम निज छाई को देखि डरिवा समस्त को संदेह हब काले से एमती करुछि कि हाँ तो से तो भल पिला नुह ए भली आतंकित भाव आमको मास सारा गुरु रखिवे। राहु मुंड को पाप बुद्धि आनिवे। रवि समस्त प्रकार
ହାନି କରିବା ପାଇଁ ଯୋଜନା କରୁଥିଲେ ବି ନକ୍ଷତ୍ର ତ୍ରୟଙ୍କୁ ମାନେ 5, 6, 7 ଏହି 3 ନକ୍ଷତ୍ରଙ୍କୁ ଧନ ଦେଇ ସାମୟିକ ସମସ୍ୟା ଦୂର କରିବେ। ଗୁରୁ ମନକୁ ଆତଙ୍କିତ କରୁଥିଲେ ବି ରାଜ ସମ୍ମାନ ଦେବା ଭଳି ପ୍ରେରଣା ଦେବେ, ଯଦ୍ୱାରା ଆମେ ସମ୍ମାନିତ ହେବା, ସତ୍ଚିନ୍ତା ଆସିବ, ସତ୍କର୍ମ କରିବା, ସଦ୍ବୁଦ୍ଧି ଜାଗ୍ରତ ହେବ, ଫଳରେ ଆମେ ତଳୁ ଉପରକୁ ଯିବା। ଏ ଯୋଜନା କରୁଛନ୍ତି ଦେବଗୁରୁ ବୃହସ୍ପତି। ଶନିଙ୍କ ପ୍ରେରଣା ପାଇ ନକ୍ଷତ୍ର ତ୍ରୟ ଦୂରସ୍ଥାନ ଭ୍ରମଣରେ ଯିବେ। ଏହି 5, 6, 7 ନକ୍ଷତ୍ର ଶନିଙ୍କ ପ୍ରେରଣାରେ ଦୂରସ୍ଥାନକୁ ଯିବେ। ଆତ୍ମୀୟ ଲୋକେ ବାରଣ କଲେ ବି ସେ ବାରଣ ମୁଣ୍ଡରେ ପଶିବନି, ବରଂ ଆମେ ତାକୁ ବୁଝିବାକୁ ଚେଷ୍ଟା କରିବା, ମୋର ଗଲେ ଭଲ। ହଁ ଭାଇ, ଯିବା ପୂର୍ବରୁ ସାନ ଥିଲେ ବିଚାରି, ବଡ଼ ଥିଲେ ପଚାରି, ନହେଲେ ରାହୁ ସତର୍କ କରାଇ କହନ୍ତି, ଯଦି ମୌନ ନ ରହିବେ, ମୌନତା ଅବଲମ୍ବନ ନ କରିବେ, ଅଧିକ ଗପିବେ, ତେବେ କଳହ ହେବାର ସମ୍ଭାବନା ଅଛି। କେତୁ କହନ୍ତି, ତୁମର ଡାହାଣ ପାଦରେ ସମସ୍ୟା ହେବ, ସାବଧାନ। କ'ଣ ହେଇଯାଇପାରେ? ଗୋଡ଼ ମୋଡ଼ି ହେଇଯାଇପାରେ, ଗୋଡ଼ରେ ଗୋଡ଼ି ରଗଡ଼ି ଯାଇପାରେ, କଣ୍ଟା ପଶିପାରେ, ଗୋଡ଼ ଗଣ୍ଠି ଭାଙ୍ଗି ଯାଇପାରେ। ତେଣୁ ଟିକେ ହୁସିଆର। ରବିଙ୍କ ସାହଚର୍ଯ୍ୟ ପାଇ ତୁମର ନିକଟ ସମ୍ପର୍କୀୟ ସୁଖରେ ରହିବେ, ତୁମର ଆପଣାର ଲୋକେ ଆନନ୍ଦିତ ରହିବେ, ସେମାନଙ୍କର ମଙ୍ଗଳ ହେବ। ଗୁରୁଙ୍କ ହେତୁ ତୁମର ମାନ ସମ୍ମାନ ବଢ଼ିଯିବ। ଯିଏ ଯେଉଁ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଛେ, ତାଙ୍କର ସେ ବିଭାଗର ବିକାଶ ହେବ। ଗୁରୁଙ୍କ ପାଇଁ ବ୍ୟବସାୟରେ ଲାଭବାନ ହେବେ ଅବଶ୍ୟ। କର୍ମ କ୍ଷେତ୍ରରେ ଶାନ୍ତି ମିଳିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ଅବଶ୍ୟ ପାଇବେ। ପଦୋନ୍ନତି ହେବାର ଯୋଗ ଅଛି। ପାରିବାରିକ ଶାନ୍ତି ଶୃଙ୍ଖଳା ଯୋଗୁଁ ଏକ ଅବ୍ୟକ୍ତ ଆନନ୍ଦ ଉପଲବ୍ଧି କରିବେ। ବଢ଼ିଆ ଦିନ, ବଢ଼ିଆ ସମୟ। ସାମାଜିକ ପ୍ରତିପତ୍ତି ବଢ଼ିବ। ଯେଉଁ ମହିଳାମାନଙ୍କର ମିଥୁନ ରାଶି, ସେମାନେ ସଞ୍ଚୟଶୀଳା ହେବେ। ସେମାନଙ୍କ ଯୋଗ୍ୟତା ଅନୁଯାୟୀ ବୃତ୍ତି ବ୍ୟବସ୍ଥା ମଧ୍ୟ ହୋଇଯାଇପାରେ। ରୋଜଗାରକ୍ଷମା ନାରୀଗଣ ସମ୍ମାନିତ ହେବେ। ବିବାହିତା ମହିଳାମାନଙ୍କୁ ଦାମ୍ପତ୍ୟ ସୁଖ ଅଧିକରୁ ଅଧିକ ମିଳିବ। ଦାମ୍ପତ୍ୟ କଳହର ଅବସାନ ହେବ। କେବଳ କେତୁଙ୍କ ଯୋଗୁଁ ଦେହ ମୁଣ୍ଡ ଅସୁସ୍ଥ ହେଲେ ବି ଡାହାଣ ଗୋଡ଼ ଓ ଡାହାଣ ପାଦ ସମସ୍ୟା ବଢ଼ିଯିବ। କେତୁ ସମସ୍ୟା କରୁଛନ୍ତି ମାନେ ଆମେ ଗଣେଶଙ୍କ ଶରଣାପନ୍ନ ହେବା। ଗଣେଶଙ୍କୁ ଦୁବ ଚାଉଳ ଦେଇ, ମନ୍ଦାର ଫୁଲ ସିନ୍ଦୁର ଦେଇ, ଓಂ ଗଂ ଗଣପତେ ଏ ମନ୍ତ୍ରରେ ଯଦି ସନ୍ତୁଷ୍ଟ କରିପାରିବା, ସେ କେତୁଙ୍କୁ ସାବଧାନ କରିଦେବେ। ଚୁପ୍ ଚୁପ୍। ବିଦ୍ୟାର୍ଥୀମାନେ ଉଦ୍ଯୋଗୀ ହେବେ। ଛାତ୍ରଛାତ୍ରୀଗଣ ଏବେଠାରୁ କର୍ମ ତତ୍ପର ନହେଲେ ଭବିଷ୍ୟତରେ ବଡ଼ ହଇରାଣ ହେବେ। କୃଷକମାନଙ୍କ ପାଇଁ ଏ ମାସ ଅନୁକୂଳ ଅଟେ। ଚିକିତ୍ସକ, ଆଇନଜୀବୀ, ଶିକ୍ଷକମାନେ ସାମାନ୍ୟ ପ୍ରତିବନ୍ଧକ ସମ୍ମୁଖୀନ ହେବେ। କିଏ? ଚିକିତ୍ସକ, ଆଇନଜୀବୀ, ଶିକ୍ଷକ ଯେକୌଣସି କାମରେ ବାହାରିବେ, କେହି ବାରଣ କରିବ ନାହିଁ, ଯାଆନା କରନା। ବା ଆର୍ଥିକ ସମସ୍ୟା ସୃଷ୍ଟି ହେବ, କେଉଁଠି ବାଡ଼େଇ ହେଇଯିବ, ଖୋଜୁଥିବା ଜିନିଷ ମିଳିବନି। ତେଣୁ
ବାଧା ବନ୍ଧନର ସମ୍ମୁଖୀନ ହେବେ। ହେଲେ ରାହୁଙ୍କ ହେତୁ ସମ୍ମାନ ହାନି ହୋଇଯାଇପାରେ। ତେଣୁ ଯେଉଁ କାମ କରିବେ ଟିକେ ଭାବିଚିନ୍ତି ସମ୍ମାନକୁ ଜଗି, ମୋଟାମୋଟି କାହାକୁ ବିଶ୍ୱାସ କରିବେନି, କାହାକୁ ବିଶ୍ୱାସ କରନ୍ତୁନି। ରାହୁ କହୁଛନ୍ତି, ମୁଁ କହୁନି, ରାହୁ କହୁଛନ୍ତି। ମଙ୍ଗଳଙ୍କ ହେତୁ ଆରକ୍ଷୀ ଓ ସୈନିକମାନେ ସଂଗ୍ରାମମୟ ଜୀବନ କଟେଇବେ। ଦୁଷ୍ଟ ଲୋକଙ୍କର ପ୍ରାଦୁର୍ଭାବ ବଢ଼ିଯିବ। ତେଣୁ ସିଏ ଶୁଆଇ ବସେଇ ଦେବେନି। ସରକାର କହିବେ, ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଆରକ୍ଷୀଗଣ, ସୈନିକ ବାହିନୀ, ଦୁଷ୍ଟଙ୍କୁ ଦମନ କରନ୍ତୁ। ସେମାନେ ବାଧ୍ୟ ହିଁ ଗୁଳି ଗୁଳାର ସାହାଯ୍ୟ ନେବେ। ଅଧିକାଂଶ ସମୟ ସେମାନଙ୍କର ଏଇଭଳି ଯିବ। କ୍ଳାନ୍ତ ହୋଇପଡ଼ିବେ। ସୈନ୍ୟବାହିନୀ, ଆରକ୍ଷୀ ବାହିନୀ କ୍ଳାନ୍ତ ହିଁ ପଡ଼ିବେ ଏହି ବଦମାସମାନଙ୍କୁ ଶାସନ କରି କରି। ଏଣୁ ହେ ମିଥୁନ ରାଶିର ସମସ୍ତ ଭାଇ ବନ୍ଧୁ କୁଟୁମ୍ବ, ଆପଣାର ଶୁଭକାମନା କରି ଟିକେ ପରୋପକାର କରନ୍ତୁ ନା। କଥାଟିଏ ନାହିଁ, କହିବି ନାହିଁ, କହିଲେ ଘରେ ରହିବି ନାହିଁ। ହଁ ବନ୍ଧୁ, ଆଜି ଏତିକି, କାଲିକି ପୁଣି। ନମସ୍କାର।